ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ଆପଣମାନଙ୍କର ସବୁଠାରୁ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ହିସାବରେ ଆଧାର କାର୍ଡ଼ ଯାହାକି ଏକ ମାଣ୍ଡାଟୋରି ଡକୁମେଣ୍ଟ ହିସାବରେ ଯେକୌଣସି ଜାଗାରେ ଆପଣମାନଙ୍କର ଆଇଡେଣ୍ଟିଟି ପ୍ରୁଫ୍ ହିସାବରେ ଆପଣମାନେ ବ୍ୟବହାର କରୁଛନ୍ତି। ତେଣୁ ଯେଉଁ ଆଧାର କାର୍ଡ଼ଟି ଆପଣମାନଙ୍କ ପାଖରେ ଅଛି, ଆପଣମାନଙ୍କର ସେଥିରେ ବିଭିନ୍ନ ସମୟରେ ଆମେ ଦେଖିଥାଉ ଆଧାର କାର୍ଡ଼ରେ ବେଳେବେଳେ ଆପଣମାନଙ୍କର ନାମ ସ୍ପେଲିଂ ମିଷ୍ଟେକ୍ ଥାଏ, ବେଳେବେଳେ ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ ଭୁଲ ଥାଏ, ଏମିତିକି ଆପଣମାନଙ୍କର ଆଡ୍ରେସ୍ ଭୁଲ ଥାଏ ଏବଂ ବହୁତ ସାରା ଯାହାକି ପ୍ରୋବ୍ଲେମ୍ ଆପଣମାନଙ୍କର ଆଧାର କାର୍ଡ଼ରେ ଥାଏ। ଯାହା ପାଇଁ ଆପଣମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି। ବାରମ୍ବାର ଆପଣମାନେ ଜନସେବା କେନ୍ଦ୍ର ବା ଆପଣମାନଙ୍କର ଆଧାର ସେଣ୍ଟରକୁ ଯାଇ ନିଜର ଆଧାର ଅପଡେଟ୍ କରୁଥିଲେ ମଧ୍ୟ ଯଦି ଆପଣମାନଙ୍କର ଆଧାର ରିଜେକ୍ଟ ହେଇଯାଉଛି, ତାହେଲେ ଆପଣମାନଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ ଅଛି। କାରଣ ଆଧାର କାର୍ଡ଼ରେ ମ୍ୟାକ୍ସିମମ୍ ଆମେ ଦେଖିବା ପାଇଁ ପାଉଛୁ ବର୍ତ୍ତମାନ ପିଲାମାନେ ଯାହାକି ଡେଟ୍ ଅଫ୍ ବାର୍ଥଟା ଗୋଟେ ଭୁଲ ହିସାବରେ ଆପଣମାନଙ୍କର ରହିଯାଇଛି। ପିଲାମାନେ ଯେଉଁମାନେ ବି ମେଟ୍ରିକ୍ ପରୀକ୍ଷା ଦେଇଛନ୍ତି ତାଙ୍କ ସାର୍ଟିଫିକେଟରେ ଗୋଟେ ଡେଟ୍ ଅଫ୍ ବାର୍ଥ ଅଛି ଏବଂ ଆଧାର କାର୍ଡ଼ରେ ଆଉ ଗୋଟେ ଡେଟ୍ ଅଫ୍ ବାର୍ଥ ଅଛି। ଏଇଭଳି ବହୁତ ସାରା ପ୍ରୋବ୍ଲେମ୍ ବିଭିନ୍ନ ସମୟରେ ଆସୁଛି। ଆପଣମାନଙ୍କର ବହୁତ ସାରା କମେଣ୍ଟ ଯାହାକି ଆସୁଥିଲା ଯେ ଆଧାର କାର୍ଡ଼ରେ ଡେଟ୍ ଅଫ୍ ବାର୍ଥର ଲିମିଟ୍ କ୍ରସ୍ ହେଇଯାଇଛି, ତାହେଲେ ଆମେ ତାକୁ କେମିତି ଯାହାକି କରେକ୍ସନ୍ କରିବା। ଆପଣମାନଙ୍କର ଯଦି ଏହିସବୁ ପ୍ରୋବ୍ଲେମ୍ ଅଛି ତାହେଲେ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଦ୍ୱାରା କି ଆପଣମାନେ ଜାଣିପାରିବେ କେମିତି ଆପଣମାନଙ୍କର ଆଧାର କାର୍ଡ଼ରେ ଥିବା କୌଣସି ଭୁଲକୁ ଆପଣମାନେ ସହଜରେ ଠିକ୍ କରିପାରିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଦେଖନ୍ତୁ ଆପଣମାନଙ୍କର ଆଧାର କାର୍ଡ଼ର କୌଣସି ବି ଚେଞ୍ଜେସ୍ ଯଦି ଆପଣମାନେ କରିବା ପାଇଁ ଚାହୁଁଛନ୍ତି, ତାହେଲେ ତାର କିଛି ଲିମିଟ୍ ଥାଏ। ଯେମିତିକି ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ ଆପଣମାନେ ଆଧାର ବନେଇବାର ପରେ କେବଳ ଗୋଟିଏ ଥର ଚେଞ୍ଜ କରିପାରିବେ। ସେଇଭଳି ନେମ୍‌ରେ ଯଦି ଆପଣମାନଙ୍କର ସ୍ପେଲିଂ ଥାଏ ସେଥିରେ ମଧ୍ୟ ଆପଣମାନଙ୍କର ଲିମିଟ୍ ରହିଛି। ବହୁତ ସାରା ଲିମିଟ୍ ଆପଣମାନେ ଯେତେବେଳେ କ୍ରସ୍ କରିଦଉଛନ୍ତି, ସେ ସମୟରେ ଆପଣମାନେ ଜନସେବା କେନ୍ଦ୍ର ଯାଆନ୍ତୁ ବା ଆଧାର ସେଣ୍ଟରକୁ ଗଲା ପରେ ମଧ୍ୟ ଆପଣମାନଙ୍କର ଆଧାରଟି ରିଜେକ୍ଟ ହେଇଯାଉଛି। ତେଣୁ ଏହିସବୁର ସମାଧାନ ଆପଣମାନେ ବର୍ତ୍ତମାନ କରିପାରିବେ, ଯୋଉଟାକି ଆପଣମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ସୋମବାର, ମନେ ରଖନ୍ତୁ ପ୍ରତ୍ୟେକ ସୋମବାର ଓକାକ୍ ଟାୱାର ଆପଣମାନେ ଜାଣିଥିବେ ଭୁବନେଶ୍ୱରରେ ଓକାକ୍ ଟାୱାରରେ ଏହା ପାଇଁ ଆପଣମାନଙ୍କର ଗ୍ରିଭେନ୍ସ ଦାଖଲ କରାଯାଉଛି। ଯେଉଁଥିରେ ଆପଣମାନଙ୍କର ଯଦି କୌଣସି ବି ଆଧାର କାର୍ଡ଼ରେ ପ୍ରୋବ୍ଲେମ୍ ହେଉଛି ଏବଂ ଦୀର୍ଘ ଦିନ ଧରି ଆପଣମାନେ ତାର ସଲ୍ୟୁସନ୍ କରିପାରୁନାହାନ୍ତି, ତାହା ଆପଣମାନେ କରିପାରିବେ। ତେଣୁ ଆସନ୍ତୁ କେମିତି ଆପଣମାନେ ତା ନେଇ ସ୍ଲଟ୍ ବୁକ୍ କରିବେ ଏବଂ ଆସନ୍ତା ସୋମବାର ଯୋଉଟାକି ଆଉ ମାତ୍ର ଗୋଟିଏ ଦିନ ପରେ 18 ତାରିଖ ସୋମବାର ପାଇଁ ଯଦି ଆପଣମାନେ ସ୍ଲଟ୍ ବୁକ୍ କରିବା ପାଇଁ ଚାହୁଁଛନ୍ତି, କେମିତି ବର୍ତ୍ତମାନ ସ୍ଲଟ୍ ବୁକ୍ କରିପାରିବେ। ତା ପୂର୍ବରୁ ଜାଣନ୍ତୁ ଆଧାରରେ କିଛି ସାମାନ୍ୟ ଚେଞ୍ଜେସ୍ ଯେମିତିକି ବାୟୋମେଟ୍ରିକ୍ ଚେଞ୍ଜେସ୍, ଆପଣମାନଙ୍କର ଡେମୋଗ୍ରାଫିକ୍ ଚେଞ୍ଜେସ୍‌ରେ କିଛି ଚେଞ୍ଜେସ୍ ରହିଛି, ଯୋଉଟାକି ଆପଣମାନେ ଅନଲାଇନ୍‌ରେ କରିପାରିବେ ବା ଆପଣମାନଙ୍କର ଆଧାର ସେଣ୍ଟରରେ ହେଇପାରିବ। ତା ଭିତରେ ଦେଖନ୍ତୁ ଆପଣମାନଙ୍କର ମୋବାଇଲ୍ ନମ୍ବର ଚେଞ୍ଜ ହଉ, ଆପଣମାନଙ୍କର ଫିଙ୍ଗର ପ୍ରିଣ୍ଟ ଯଦି ପ୍ରୋବ୍ଲେମ୍ ଅଛି ଫିଙ୍ଗର ପ୍ରିଣ୍ଟ ଅପଡେଟ୍ କରିବା ହଉ, ଫଟୋ ଚେଞ୍ଜେସ୍ କରିବା ହଉ ଏବଂ ଆଡ୍ରେସ୍ ଚେଞ୍ଜେସ୍ କରିବା ହଉ, ଏସବୁ ଆପଣମାନେ ଯୋଉଟାକି ଆଧାର ସେଣ୍ଟରରେ କରିପାରିବେ। ତେଣୁ ଆଧାର ସେଣ୍ଟରରେ କଲେ ଆପଣମାନଙ୍କୁ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ଯୋଉଟାକି ପୂର୍ବରୁ ଆପଣମାନଙ୍କର ₹100 ନିଆଯାଉଥିଲା, ତାହା ବର୍ତ୍ତମାନ ₹125 ହେଇଛି ଏବଂ ଯୋଉଟାକି ଆପଣମାନଙ୍କର ₹50 ଥିଲା ମୋବାଇଲ୍ ନମ୍ବର ଅପଡେଟ୍ ବା ଡେମୋଗ୍ରାଫି, ସେଇଟା ବର୍ତ୍ତମାନ ₹75 ହେଇଛି। ତେଣୁ ଏହି ସବୁ ଚାର୍ଜେସ୍ ଦେଇ ଆପଣମାନେ ଯାହାକି କରିପାରୁଛନ୍ତି। କିନ୍ତୁ ଯେଉଁ ପ୍ରୋବ୍ଲେମ୍‌ଟି ରହୁଛି ଯେତେବେଳେ ଆପଣମାନଙ୍କର ଲିମିଟ୍ କ୍ରସ୍ ହେଇଯାଉଛି, ସେଇଟା ଆପଣମାନଙ୍କର ଆଧାର ସେଣ୍ଟରରେ ହେଇନଥାଏ। ତେଣୁ ତାକୁ କରିବା ପାଇଁ ହେଲେ ଆପଣମାନେ ଯାହାକି ଅଫଲାଇନ୍‌ରେ ଭୁବନେଶ୍ୱର ଓକାକ୍ ଟାୱାରରେ କରିବା ପାଇଁ ପଡ଼ିବ। ତା ପାଇଁ ଆପଣମାନଙ୍କର ଗ୍ରିଭେନ୍ସ ଯୋଉଟାକି ବୁକ୍ କରିବା ପାଇଁ ପଡ଼ିବ। ତ ସେଇଟା ବୁକ୍ କରିବା ପାଇଁ ହେଲେ ଆପଣମାନେ ନିଜ ମୋବାଇଲରେ ସର୍ଚ୍ଚ କରିଦେବେ। ଦେଖନ୍ତୁ ଓକାକ୍ ବୋଲି ସର୍ଚ୍ଚ କରିବେ। ଓକାକ୍ ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଫାର୍ଷ୍ଟ ଯେଉଁ ଅପସନ୍ ଦେଖନ୍ତୁ ରହିଛି ଦି ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର, ଯୋଉଟାକି ଆମର ଭୁବନେଶ୍ୱରରେ ଅଛି। ସେଇ ଅପସନ୍‌ରେ ଆପଣମାନେ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଗୋଟେ ଅପସନ୍ ରହିଛି ରେଜିଷ୍ଟର ଓ ଟ୍ରାକ୍ ଆଧାର ରିଲେଟେଡ୍ ଗ୍ରିଭେନ୍ସ। ତ ଏହି ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। ଯେତେବେଳେ କ୍ଲିକ୍ କରିବେ ଦେଖନ୍ତୁ ଏଠି ଆସନ୍ତା 18 ତାରିଖ ଅର୍ଥାତ୍ ମନେ ରଖନ୍ତୁ ପ୍ରତ୍ୟେକ ସୋମବାର ଦିନ ଏଠି ଆପଣମାନଙ୍କର ଗ୍ରିଭେନ୍ସ ଦିଆଯାଉଛି ଏବଂ ଟୋଟାଲ ସ୍ଲଟ୍ ଆପଣମାନଙ୍କର 200 ସ୍ଲଟ୍ ରହୁଛି। ତେଣୁ ବର୍ତ୍ତମାନ ଦେଖନ୍ତୁ 49ଟି ମଧ୍ୟ ଆଭେଲେବୁଲ୍ ଅଛି। ଆପଣମାନେ ଚାହିଁଲେ ଏଠି ବର୍ତ୍ତମାନ ଆପଏଣ୍ଟମେଣ୍ଟ ନେଇପାରିବେ ଏବଂ ଯାହାକି ଆପଣମାନଙ୍କର ଦୀର୍ଘ ଦିନରେ ଆଧାରରେ ଯେଉଁ ପ୍ରୋବ୍ଲେମ୍ ହଉଛି, ତାହା ମଧ୍ୟ ସର୍ଟ ଆଉଟ୍ ହେଇପାରିବ। ସବୁ କିଛି ସର୍ଟ ଆଉଟ୍ ହେଇପାରିବ। ତା ପାଇଁ ଆପଣମାନଙ୍କର ଆବଶ୍ୟକ ଡକ୍ୟୁମେଣ୍ଟ ଆପଣମାନେ ନେଇକି ଯିବା ପାଇଁ ପଡ଼ିବ। ତେଣୁ ଦେଖନ୍ତୁ ସ୍ଲଟ୍ ବୁକ୍ କରିବା ପାଇଁ ହେଲେ ଏଠି ଦେଖନ୍ତୁ ଗୋଟେ ଅପସନ୍ ରହିଛି ଟେକ୍ ଆପଏଣ୍ଟମେଣ୍ଟ। ଟେକ୍ ଆପଏଣ୍ଟମେଣ୍ଟ ଅପସନ୍‌ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଯେଉଁମାନେ ଆଜି ଭିଡ଼ିଓ ଦେଖୁଛନ୍ତି ବା 18 ତାରିଖ ପୂର୍ବରୁ ଦେଖୁଛନ୍ତି, ସେମାନେ 18 ତାରିଖ ସୋମବାର ପାଇଁ ଏଠି ଗ୍ରିଭେନ୍ସଟି ଦେବେ
या परवर्ती जोटा कि आपणमानकर रहिबो 25 तारिख अर्थात प्रत्येक सोमवार। तेणु 18 तारिख तार परवर्ती ग्रीवेन्स आपणमानकर 25 तारिख पई स्लॉट बुक हबो। से समय मध्य आपणमाने स्लॉट बुक करिपारिबे। तापर देखंतु एठी आपणमानकर किछि निर्दिष्ट डिटेल्स देवा ପାଇଁ ପଡ଼ିବ। ଯେମିତିକି ଆପଣଙ୍କର ମୋବାଇଲ ନମ୍ବର, ଆପଣମାନଙ୍କର ନେମ୍, ମୋବାଇଲ ନମ୍ବର ନେମ୍ ଦେବେ, ତାପରେ ଆପଣମାନଙ୍କର ଏଜ୍ ଦେବେ, ଜେଣ୍ଡର ଆପଣମାନେ ସିଲେକ୍ଟ କରିବେ, ଜେଣ୍ଡର ସିଲେକ୍ଟ କଲା ପରେ ଡିଷ୍ଟ୍ରିକ୍ଟ ଆପଣମାନଙ୍କର ଯୋଉଟା ରହିଛି ଡିଷ୍ଟ୍ରିକ୍ଟ ଆପଣମାନେ ସିଲେକ୍ଟ କରିବେ। ଇମେଲ ଆଇଡି ଏଠି ଆପଣମାନଙ୍କର ଅପସନାଲ ଅଛି, ଆପଣ ଚାହିଁଲେ ଦେଇପାରିବେ ନହେଲେ ନାହିଁ। ତାପରେ ଦେଖନ୍ତୁ ଆଇଡି ପ୍ରୁଫ୍ ହିସାବରେ ଆପଣମାନେ ଆଧାର କାର୍ଡ, ପାନ କାର୍ଡ, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ତ ଆଧାର କାର୍ଡ ଯଦି ଅଛି ଆପଣମାନେ ଆଧାର କାର୍ଡ ଦେଇଦେବେ। ତାପରେ ଏଣ୍ଟର ଆଇଡି ପ୍ରୁଫ୍ ନମ୍ବର ଅର୍ଥାତ୍ ଯଦି ଆପଣମାନେ ଆଧାର କାର୍ଡ ସିଲେକ୍ଟ କରିଛନ୍ତି ତାହେଲେ ଏଠି ଆପଣମାନଙ୍କର ଆଧାର କାର୍ଡର ନମ୍ବର ନେବେ। ଯଦି ଆପଣମାନେ ଅନ୍ୟ କୌଣସି ଡକୁମେଣ୍ଟ ସିଲେକ୍ଟ କରୁଛନ୍ତି ଯେମିତିକି ପାନ କାର୍ଡ ହଉ, ଭୋଟର ଆଇଡି ହଉ, ଯାହା ବି ସିଲେକ୍ଟ କରୁଛନ୍ତି ତାର ନମ୍ବର ଦେବେ। ତାପରେ ଡିସାବିଲିଟି ଟାଇପ୍, ଯଦି ଆପଣମାନେ ଡିସାବିଲିଟି ଅଛନ୍ତି ବା ଭିନ୍ନକ୍ଷମ ଅଛନ୍ତି ତାହେଲେ ସିଲେକ୍ଟ କରିବେ, ନହେଲେ ଏଠି ନନ୍ ଅପସନରେ କ୍ଲିକ୍ କରିଦେବେ। ତାପରେ ଦେଖନ୍ତୁ ଏଠି ରହିଛି ଆଡ୍ରେସ୍, ଆପଣମାନେ ନିଜ ନିଜର ଆଡ୍ରେସ୍ ଯୋଉଟାକି ରହିଛି ସେ ଆଡ୍ରେସ୍ ଏଠି ଦେବେ। ଆଡ୍ରେସ୍ ଦେଇ ସାରିଲା ପରେ ଅପଲୋଡ୍ ଗ୍ରିଭେନ୍ସ ଡକ୍ୟୁମେଣ୍ଟ। ଗ୍ରିଭେନ୍ସ ଡକ୍ୟୁମେଣ୍ଟରେ ଏଠି କେବଳ ଆପଣମାନେ ଆଧାର କାର୍ଡ ଅପଲୋଡ୍ କରିଦେବେ ଏବଂ ଆଧାର କାର୍ଡ ଅପଲୋଡ୍ କରିସାରିଲା ପରେ ଏଠି ଆପଣମାନଙ୍କର ଗୋଟେ ସବଜେକ୍ଟ ଦିଆଯାଇଛି ଯେ କ'ଣ ପାଇଁ ଆପଣମାନେ ଗ୍ରିଭେନ୍ସ ଦଉଛନ୍ତି। ଯାହା ବି ଆପଣମାନଙ୍କର ପ୍ରୋବ୍ଲେମ୍ ଅଛି, ଯେମିତିକି ଧରାଯାଉ ଆମର ଆଧାର ନେମ୍, ଆମର ଡେଟ୍ ଅଫ୍ ବାର୍ଥଟି ମିସମ୍ୟାଚ୍ ଅଛି, ତେଣୁ ଆଇ ୱାଣ୍ଟ ଟୁ କରେକ୍ଟ ମାଇ ଡେଟ୍ ଅଫ୍ ବାର୍ଥ ଇନ୍ ଆଧାର କାର୍ଡ। ଏମିତି ଯାହା ବି ଆପଣମାନଙ୍କର ଚେଞ୍ଜେସ୍, ଯେଉଁମାନଙ୍କର ଡେଟ୍ ଅଫ୍ ବାର୍ଥ ଚେଞ୍ଜ କରିବାର ଅଛି ବା ଯାହାର ନାମ ଚେଞ୍ଜ କରିବାର ଅଛି ସେଟା ଦେବେ। ତାପରେ ଦେଖନ୍ତୁ ଏଠି ଆପଣମାନେ ଟିକ୍ କରିଦେବେ। ଟିକ୍ କଲା ପରେ ଏଠି ଦେଖନ୍ତୁ ସବମିଟ୍ ଅପସନ୍ ଆସିବ। ତେଣୁ ସବମିଟ୍ ଅପସନ୍‌ରେ ଯେତେବେଳେ ଆପଣମାନେ କ୍ଲିକ୍ କରୁଛନ୍ତି, ଆପଣମାନଙ୍କର ଗୋଟେ ଗ୍ରିଭେନ୍ସ ଯୋଉଟାକି ପାଇଁ ସ୍ଲଟ୍ ବୁକ୍ ହେଇଯିବ ଏବଂ ସେଇ ଗ୍ରିଭେନ୍ସ ସ୍ଲଟ୍ ବୁକ୍ ହେଲା ପରେ ଆପଣମାନଙ୍କୁ ଦେଖନ୍ତୁ ଗୋଟେ ପିଡିଏଫ୍ ମିଳିବ। ଯୋଉ ପିଡିଏଫ୍‌ରେ ଆପଣମାନଙ୍କର ଡିଟେଲ୍ସ ରହିବ, ଯେମିତିକି ଆପଣମାନଙ୍କର ନାମ, ଆପଣମାନଙ୍କର ତ ଦେଖିପାରୁଥିବେ ଏଇଟା ରହିଛି ଆପଣମାନଙ୍କର ଗ୍ରିଭେନ୍ସର ଯୋଉଟାକି ଡିଟେଲ୍ସ, ଆପଣମାନେ ଯୋଉଟାକି ଆବେଦନ କରିଛନ୍ତି, ଆପଣମାନଙ୍କର ସିରିଆଲ ନମ୍ବର, ସବୁ କିଛି ଡିଟେଲ୍ସ ଆପଣମାନଙ୍କୁ ଦିଆଯିବ ଏବଂ ନେକ୍ସଟ ଆପଣମାନଙ୍କର ଯେହେତୁ 18 ତାରିଖ ରହିଛି ଆପଣମାନଙ୍କର ସ୍ଲଟ୍ ବୁକ୍ କରିବା ପାଇଁ, ଆମର 18 ତାରିଖ ଗ୍ରିଭେନ୍ସ ନିଆଯିବ। ତେଣୁ 18 ତାରିଖ ଦିନ ଆପଣମାନେ ଲୋକେସନ ଦେଖନ୍ତୁ, କମ୍ପ୍ୟୁଟର ଆପ୍ଲିକେସନ୍ସ ସେଣ୍ଟର ଯୋଉଟାକି ରହିଛି ଓକାକ୍ ଟାୱାର, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର 751013। ତ ଏଇଟାକୁ ଆପଣମାନଙ୍କୁ ଫିଜିକାଲି ଭିଜିଟ୍ କରିବା ପାଇଁ ପଡ଼ିବ। ମନେ ରଖନ୍ତୁ ଏଠି ଅନଲାଇନରେ ଆପଣମାନେ ଗ୍ରିଭେନ୍ସ ସ୍ଲଟ୍ ବୁକ୍ କରିସାରିଲା ପରେ ଫିଜିକାଲି ଆପଣମାନେ ଭିଜିଟ୍ କରିବେ। ଭିଜିଟ୍ କଲା ସମୟରେ ଯେମିତିକି ଆପଣମାନଙ୍କର ପ୍ରୁଫ୍ ହିସାବରେ ଧରାଯାଉ ଆଧାର କାର୍ଡରେ ଆପଣମାନଙ୍କର ନେମ୍ ଭୁଲ ଅଛି ବା ଆଧାର କାର୍ଡରେ ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ ଭୁଲ ଅଛି, ତେଣୁ ତାର ସପୋର୍ଟିଭ୍ ଡକ୍ୟୁମେଣ୍ଟ ହିସାବରେ ଆପଣମାନେ ମେଟ୍ରିକ୍ ସାର୍ଟିଫିକେଟ୍ ଯାଇକି ସାଥିରେ ନେଇ ଯିବେ। ବା ଯୋଉମାନଙ୍କର ମେଟ୍ରିକ୍ ସାର୍ଟିଫିକେଟ୍ ନାହିଁ, ଡେଟ୍ ଅଫ୍ ବାର୍ଥ ଯଦି ଆମର ବାର୍ଥ ସାର୍ଟିଫିକେଟ୍ ଅଛି ତାହେଲେ ବାର୍ଥ ସାର୍ଟିଫିକେଟ୍ ନେଇ ଏଇ ଫର୍ମ ସହିତ ଆପଣମାନଙ୍କୁ ସୋମବାର ଦିନ ଓକାକ୍ ଟାୱାରରେ ପହଞ୍ଚିବା ପାଇଁ ପଡ଼ିବ ଏବଂ ସେଠି ଆପଣମାନେ ଗ୍ରିଭେନ୍ସ ଦେଲା ପରେ ଆପଣମାନଙ୍କର ଅଫିସିଆଲି ଯୋଉମାନେ ରହିଛନ୍ତି ଅଫିସିଆଲ ମାନେ, ସେମାନେ ଆପଣମାନଙ୍କର ସବୁ କିଛି ସମସ୍ୟାର ସମାଧାନ କରିପାରିବେ। ତେଣୁ ଯଦି ଆପଣମାନେ ଯେକୌଣସି ଡିଷ୍ଟ୍ରିକ୍ଟରୁ ଭିଡ଼ିଓ ଦେଖୁଛନ୍ତି, ଏହି ସବୁ ପ୍ରୋବ୍ଲେମ୍ ଆପଣମାନଙ୍କର ହେଉଛି ଦୀର୍ଘ ଦିନ ଧରି ସମାଧାନ ହେଇପାରୁନାହିଁ, ତାହେଲେ ଆପଣମାନେ ସ୍ଲଟ୍ ବୁକ୍ କରି ନିଜର ସମସ୍ତ ଆଧାର ରିଲେଟେଡ୍ ପ୍ରୋବ୍ଲେମର ସଲ୍ୟୁସନ୍ କରିପାରିବେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ଲାଗିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଯଦି ମନରେ କୌଣସି ଡାଉଟ୍ ଅଛି କମେଣ୍ଟ କରନ୍ତୁ। ମୁଁ ତା ଉପରେ ଆପଣମାନଙ୍କୁ ଆଉ ଗୋଟେ ଡେଡିକେଟେଡ୍ ଭିଡ଼ିଓ ସେୟାର କରିଦେବି। ଧନ୍ୟବାଦ।